ପ୍ରାକୃତିକ ସମ୍ପଦର ବ୍ୟବହାର ଯେନ୍ ରହୁଛି ଜଳ ସମ୍ପଦ, ଜଙ୍ଗଲ ସମ୍ପଦ, ଖଣିଜ ସମ୍ପଦ, ମୃତ୍ତିକା ସମ୍ପଦ। ଏସବୁରା ପ୍ରାକୃତିକ ସମ୍ପଦରେ ରହୁଛି। ଆମେ ତା କରମୁ ପାଠ୍ୟ ପୁସ୍ତକର ଅଭ୍ୟାସ ପ୍ରଶ୍ନ ଉତ୍ତର ପରୀକ୍ଷା ଉପଯୋଗୀ ପ୍ରଶ୍ନଟା ଆମ ୱେବସାଇଟ୍ରେ ରହୁଛି, ଯେକି rajbooks.in ଲେଖିଲେ ଗୁଗଲଟି ମ୍ୟାଥି ଯିବା। କିଏ କେଉଁ ଘରେ ରହିବ ମଝି କୋଠରୀ ବାଛି ଲେଖ। ଖଣିଜ ସମ୍ପଦ, ବନ୍ୟା ସମ୍ପଦ ଦେଇଛି, ଦେଖି ଲେଖ କହିଛି। ଯେନ୍ତା ହେଲା କାଠ, ବକ୍ସାଇଟ୍, ଲୁହା, ଗଛ, ରୂପା, ଝୁଣା, ହାତୀ, ଚୁନାପଥ, ସୁନା ଏସବୁ ଦେଇଛି। ଖଣିଜ ସମ୍ପଦ ହେଲା ବକ୍ସାଇଟ୍, ଲୁହା, ରୂପା, ଚୁନା ପଥର, ସୁନା। ବନ୍ୟ ସମ୍ପଦ ଆସୁଛି ହାତୀ, କାଠ, ଗଛ, ଝୁଣା। କାହାର ସହିତ କାହାର ସମ୍ପର୍କ ଅଛି? ଗାର ଟାଣି ଦର୍ଶାଅ। ଆଲୁମିନିୟମ ରହୁଛି ବାସନକୁସନ ତିଆରି, କୋଇଲା ରହୁଛି ଲୁହା କାରଖାନା ବ୍ୟବହାର, ଗ୍ୟାସୋଲିନ ରହୁଛି ଅଧା ଚଲାଇବାରେ। ଜଙ୍ଗଲ ସମ୍ପଦ କିପରି ଉପଯୁକ୍ତ ହେବ ଲେଖ କହିଛି। ଜଙ୍ଗଲରେ ଅନେକ ପ୍ରକାର ଔଷଧୀୟ ବୃକ୍ଷ ଓ ଫଳମୂଳ ମିଳିଥାଏ। ସେଗୁଡ଼ିକୁ ସଂଗ୍ରହ କରି ଉପଯୁକ୍ତ ବିନିଯୋଗ କରିବା। ଜଙ୍ଗଲୀ ଜମିରେ ଚାଷ କରି ଫସଲ ଉତ୍ପାଦନ କରିବା। ଜଙ୍ଗଲରେ ମୂଲ୍ୟବାନ ବୃକ୍ଷରୋପଣ କରି ଆମ ଅର୍ଥନୀତିକୁ ସୁଦୃଢ଼ କରିବା। ଜଙ୍ଗଲରୁ ଜାଳେଣି, କାଠ ଓ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଉପଯୁକ୍ତ ବିନିଯୋଗ କରିବା। 4 ନମ୍ବର ହେଉଛି ମୃତ୍ତିକା ସମ୍ପଦର କିପରି ବିଜ୍ଞାନ ସମ୍ମତ ଉପଯୋଗ କରିବ। ମୃତ୍ତିକା ପ୍ରଦୂଷଣକୁ ରୋକିବା ଓ ତାର ଉର୍ବରତା ବଢ଼ାଇବା ପାଇଁ ଯତ୍ନବାନ ହେବା। କୃଷି କ୍ଷେତ୍ରରେ ରାସାୟନିକ ସାର ବ୍ୟବହାରକୁ ନିୟନ୍ତ୍ରଣ କରିବା ଓ ଯଥାସମ୍ଭବ ଜୈବିକ ଖତ ପ୍ରୟୋଗ କରିବା। କୀଟନାଶକ ଔଷଧ ସୀମିତ ପରିମାଣରେ ବ୍ୟବହାର କରିବା। ଗୋଟିଏ ଜମିରେ ବିଭିନ୍ନ ସମୟରେ ବିଭିନ୍ନ ଫସଲ ଚାଷ କରି ମାଟିର ଉର୍ବରତା ସମତଳ କରି ରଖିବା। ମୃତ୍ତିକା କ୍ଷୟ ହେଉଥିବା ସ୍ଥାନରେ ବୃକ୍ଷରୋପଣ କରିବା। ଯଦି ପୃଥିବୀକୁ ସବୁ କୋଇଲା ସରିଯିବ ତେବେ କି ଅସୁବିଧା ହେବ? କୋଇଲା ମୁଖ୍ୟତଃ କଳକାରଖାନା ଇନ୍ଧନ ରୂପେ ବ୍ୟବହାର ହୁଏ। ପୃଥିବୀରୁ ସବୁ କୋଇଲା ସରିଗଲେ ଅନେକ କଳକାରଖାନା ବନ୍ଦ ହୋଇଯିବ କିମ୍ବା କୋଇଲା ବଦଳରେ ଅନ୍ୟ ଇନ୍ଧନ ବିନିଯୋଗ କରିବା ଫଳରେ ଅନ୍ୟ ଇନ୍ଧନକୁ ଖୁବ୍ ଶୀଘ୍ର ସରିଯିବ। ରନ୍ଧନ ନିମିତ୍ତ କୋଇଲା ବଦଳରେ ଜାଳେଣି, କାଠ ବ୍ୟବହାର ହେବ ଏବଂ ବନ ସମ୍ପଦ ନଷ୍ଟ ହେବା। ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକ କୋଇଲା ଅଭାବରେ ବନ୍ଦ ହୋଇଯିବ, ଯଦ୍ୱାରା ଦେଶରେ ବିଦ୍ୟୁତ୍ ସଂକଟ ସୃଷ୍ଟି ହେବ। କହିଛି ଚିନ୍ତା କରି ଲେଖ କହିଛି 6 ନମ୍ବରରେ ଆମ ରାଜ୍ୟରେ କେଉଁ ସବୁ ସୁବିଧା ଥିବାରୁ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା କରାଯାଉଛି। କୌଣସି ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରଚୁର କଞ୍ଚାମାଲ ଆବଶ୍ୟକ। ଆମ ରାଜ୍ୟରେ ପ୍ରଚୁର ଖଣିଜ ସମ୍ପଦ ଥିବାରୁ ଶିଳ୍ପ ପ୍ରତିଷ୍ଠା ହୋଇପାରିଛି। ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରଚୁର ଜଳ, ସ୍ଥାନ ଓ ବିଦ୍ୟୁତ୍ ଶକ୍ତି ଦ୍ୱାରା ଯାହା ଆମ ରାଜ୍ୟରେ ବହୁଳ ପରିମାଣରେ ଉପଲବ୍ଧ ହେଉଛି, ଏଣୁ ଆମ ରାଜ୍ୟରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା କରାଯାଉଛି। ଖ ନମ୍ବର ଶିଳ୍ପ ପ୍ରତିଷ୍ଠା ଦ୍ୱାରା ଆମର କି ସୁବିଧା ହେଉଛି? ସୁବିଧା ଦେଇଛି। ଶିଳ୍ପ ପ୍ରତିଷ୍ଠା ଦ୍ୱାରା ଆମ ରାଜ୍ୟରେ ବେକାରୀ ସମସ୍ୟା ଦୂର ହୋଇପାରୁଛି। ଆମ ରାଜ୍ୟର ମାନବ ସମ୍ବଳ ଉପଯୁକ୍ତ ବିନିଯୋଗ ହୋଇପାରିଛି। ଆମ ରାଜ୍ୟରେ ଉତ୍ପାଦିତ ଶିଳ୍ପଜାତ ଦ୍ରବ୍ୟ ରାଜ୍ୟ ଓ ରାଜ୍ୟ ବାହାରେ ବିକ୍ରି ଯୋଗୁଁ ରାଜ୍ୟର ରାଜସ୍ୱ ବୃଦ୍ଧି ହେଉଛି ଏବଂ ଏହା ରାଜ୍ୟରେ ଜନମଙ୍ଗଳ କାର୍ଯ୍ୟରେ ଅଧିକ ବିନିଯୋଗ ହେବାର ସମ୍ଭାବନା ରହିଛି। ଏହା ଆମ ରାଜ୍ୟକୁ ଏକ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ ହେବାର ସୁଯୋଗ ସୃଷ୍ଟି କରୁଛି। 7 ନମ୍ବର
ତୁମ ଘରେ କିମ୍ବା ବିଦ୍ୟାଳୟରେ ବ୍ୟବହାର ହୋଇସାରିଥିବା ଜଳକୁ ତୁମେ ପୁଣି କେଉଁ କାର୍ଯ୍ୟରେ ବିନିଯୋଗ କରିପାରୁଛ? ଆମ ଘରେ କିମ୍ବା ବିଦ୍ୟାଳୟରେ ଥରେ ବ୍ୟବହାର ହୋଇସାରିଥିବା ଜଳକୁ ଘର ଦ୍ୱାର ପରିଷ୍କାର କରିବା, ବାସନ ମାଜିବା, ବଗିଚାରେ ପାଣି ମଡ଼ାଇବା ଆଦି କାର୍ଯ୍ୟରେ ବିନିଯୋଗ କରିପାରିବା। ଜଙ୍ଗଲ ସୁରକ୍ଷା ପାଇଁ 3ଟି ସ୍ଲୋଗାନ ପ୍ରସ୍ତୁତ କର। ପିଲାଟିଏ ଗଛଟିଏ, ଗଛ ବଢ଼ାନ୍ତୁ ନିଜେ ବଢ଼ନ୍ତୁ, ଜଙ୍ଗଲ ସବୁଜ ଜଙ୍ଗଲ ସୁସ୍ଥ ପରିବେଶ। ତୁମେ ତୁମ ସାଙ୍ଗକୁ ଜଳର ଉପଯୁକ୍ତ ବ୍ୟବହାର ସମ୍ପର୍କରେ କେଉଁ ସବୁ ପରାମର୍ଶ ଦେବ? ଜଳ ଆମର ଅମୂଲ୍ୟ ସମ୍ପଦ। ଦିନ ଆସିବ ଏହି ଅମୂଲ୍ୟ ସମ୍ପଦ ନଷ୍ଟ ହୋଇଯିବ। ଏଣୁ ଏହି ଅମୂଲ୍ୟ ସମ୍ପଦକୁ ରକ୍ଷା କରିବା ଆମର ପରମ କର୍ତ୍ତବ୍ୟ। ପାନୀୟ ଜଳ ଯେପରି ନଷ୍ଟ ହୋଇ ନଯାଏ, ସେଥିପାଇଁ ଆମେ ଦୃଷ୍ଟି ଦେବା ଉଚିତ। ଆମେ ବ୍ୟବହାର କରିସାରିଲା ପରେ ଜଳକୁ ଯେପରି ଅନ୍ୟାନ୍ୟ କାର୍ଯ୍ୟରେ ପୁନଃ ବ୍ୟବହାର କରାଯାଇ ପାରିବ, ସେଥିପ୍ରତି ଯତ୍ନବାନ ହେବା। ବର୍ଷା ଦିନେ ବର୍ଷା ପାଣିକୁ ଗଚ୍ଛିତ ରଖି ଫିଲ୍ଟର ସାହାଯ୍ୟରେ ବିଶୁଦ୍ଧ କରି ପାନୀୟ ଜଳ ରୂପେ ବ୍ୟବହାର କରିବା। ଜଳର ଯେପରି ଅପବ୍ୟବହାର ନ ହୁଏ, ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବା। 5ଟି ଖଣିଜ ସମ୍ପଦ ଉଦାହରଣ ଦିଅ। ଏଥିରୁ କେଉଁଗୁଡ଼ିକ ତୁମ ଅଞ୍ଚଳରେ ମିଳେ? 5ଟି ଖଣିଜ ସମ୍ପଦ ହେଲା କୋଇଲା, ଲୁହା ପଥର, ମାଙ୍ଗାନିଜ, ବକ୍ସାଇଟ, ଚୁନାପଥର। ଆମ ଅଞ୍ଚଳରେ କୋଇଲା ମିଳେ। କହିଛି ପିଲାମାନେ ସେମାନଙ୍କ ଅଞ୍ଚଳରେ ଥିବା ଖଣିଜ ପଦାର୍ଥ ନାମ ଲେଖିବେ କହିଛି।